ଲଙ୍ଗଳେଶ୍ୱର ଓଭରବ୍ରିଜ ଉପରେ ପିକଅପ୍ ଭ୍ୟାନ୍ ଧକ୍କାରେ ଜଣେ ମହିଳା କାଉଡ଼ିଆ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ମହିଳା କାଉଡ଼ିଆ ଜଣଙ୍କୁ ଚିକିତ୍ସା ପାଇଁ ଖଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଗୁରୁତର ମହିଳା କାଉଡ଼ିଆ ଜଣକ ବାଣପୁର ଥାନା ପ୍ରତାପ ଗାଁର ସୁଜ୍ଞାନୀ ନାୟକ ବୋଲି ଜଣାପଡ଼ିଛି। ତେବେ ସୁଜ୍ଞାନୀ ଆଜି ରାତିରେ ଋଷିକୁଲିଆ ନଦୀରୁ ପାଣି ଭାର ନେଇ ବାଲୁଗାଁ ଅଭିମୁଖେ ଚାଲି ଯାଉଥିବା ବେଳେ ହଠାତ୍ ଲଙ୍ଗଳେଶ୍ୱର ଓଭରବ୍ରିଜ ଉପରେ ଏକ ପିକଅପ୍ ଭ୍ୟାନ୍ ତାଙ୍କୁ ଧକ୍କା ଦେଇଥିଲା, ଯାହାଫଳରେ ସେ ତଳେ ପଡ଼ି ଗୁରୁତର ହୋଇଥିଲେ। ଖବର ପାଇ ଭେଜିପୁର ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରି ଖଲିକୋଟ ମେଡିକାଲକୁ ନେଇଯାଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ତେବେ ସୁଜ୍ଞାନୀଙ୍କ ମୁଣ୍ଡ ଓ ଗୋଡ଼ରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି। ସେପଟେ ପିକଅପ୍ ଭ୍ୟାନ୍ଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଗଞ୍ଜାମ ଖଲିକୋଟରୁ ପ୍ରଦୀପ୍ତ କୁମାର ସାହୁଙ୍କ ରିପୋର୍ଟ, IOA ନ୍ୟୁଜ। पहुंच लेट होगा ना।